नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरुमानक मु प्रणाम करुछि। विश्वर प्रत्येक संप्रदायर गुरुमानक मु प्रणाम करुछि। उपस्थित भगवत स्वरूपगण सबरी भितरे जगन्नाथ को उपलब्धि करी मु प्रणाम करुछि। मनरे प्रश्न उठे, मनीष कौन पाई जन्म ग्रहण करिछि? ता भितरे निश्चय कामना थिला बोली से जन्म ग्रहण करिछि। जदि ता भितरे कामना नथिला से काहेकि जन्म ग्रहण करिबो? कामना नथिले आमे काहेकि ए धरापृष्ठ को आसी थांते? तेणु जो कामना आम भितरे थिला निजको समीक्षा कले आपण माने देखि परिबे ता सात्विक कामना कि राजसिक कामना कि तामसिक कामना। तेणु निश्चिंत भाव तीन प्रकार कामना आम भितर थिला। का भितर सात्विक कामना, का भितर राजसिक कामना, का भितर तामसिक कामना। आउ समस्ते एठारे अवतार पुरुष, समस्ते उपरु तलकू आसीचंती। किए को लोकरु आसीचे ता ठीक नहीं एवं लोकर आचरण उच्चारण कर्मरु धरा पड़े जे जना पड़े जे से को लोकरु आसीछि। एटी से ब्राह्मण कुल जन्म हो कि क्षत्रिय कुल जन्म हो कि वैश्य कुल जन्म हो कि शूद्र कुल जन्म हो जाए आसे ना। समस्ते परमात्मा परम ब्रह्मंकर संतान। तेणु आमे समस्ते से परमात्मा परम ब्रह्मंकर अंश विशेष। तेणु तार कर्म नहीं, कर्म बोले जन्म जन्मांतर जो संस्कार को नहीं तार ए जन्मर रूप ज्ञान साधना परिवेश सब किछि ताको मिली थाए। जदि जने ब्राह्मण कुल जन्म होई वैश्यवृत्ति करुथाए कि शूद्रवृत्ति करुथाए ताले से कौन ब्राह्मण? जदि जने क्षत्रिय कुल जन्म होई क्षत्रियर वृत्ति न करी वैश्य शूद्रर वृत्ति करुथाए से कौन क्षत्रिय? जने वैश्य कुल जन्म होई जदि शूद्रवृत्ति वैश्यवृत्ति न करता से कौन वैश्य? जने शूद्र कुल जन्म होई शूद्रर वृत्ति न करी अलग कौन सी वृत्ति बा कर्म करुथाए से कौन शूद्र? समस्त गोटे नियम। तेणु आपण निजको समीक्षा कले जानिबे जे आपणकर कामना कौन थिला आपण आसीथिले। आपणकर कामना कौन थिला आपण आसथिले। तेणु सेटा सात्विक कामना थिला कि राजसिक कामना थिला कि तामसिक कामना थिला। एवं आपण आसिला परे एटी सात्विक वृत्ति करुचंती कि राजसिक वृत्ति करुचंती कि तामसिक वृत्ति ठारे करुचंती। कि वृत्ति आपण एठारे करुचंती।
ତେଣୁ ତିନି ବୃତ୍ତି ପରେ ତିନି ପ୍ରକାର ଭକ୍ତି, ଗୋଟେ ରାଜସିକ ବୃତ୍ତି, ଗୋଟେ ତାମସିକ ଭକ୍ତି, ଗୋଟେ ରାଜସିକ ଭକ୍ତି, ଗୋଟେ ନିର୍ଗୁଣ ଭକ୍ତି, ଗୋଟେ ସାତ୍ଵିକ କର୍ମ, ଗୋଟେ ରାଜସିକ କର୍ମ, ଗୋଟେ ତାମସିକ କର୍ମ, ଗୋଟେ ନିର୍ଗୁଣ କର୍ମ, ନିଷ୍କାମ କର୍ମ। ଲେଖା ହେଇଛି ଭାଗବତରେ, ଆତ୍ମାକୁ ଆପଣ ଉଦ୍ଧାରେ ନିଷ୍କାମ ଜନ୍ମିଯା ଶରୀରେ। ପୁଣି ଲେଖା ହେଇଛି କ'ଣ? ଭୀମ ବୋଇ ଲେଖିଛନ୍ତି, କର ନିଷ୍କାମ ଭକ୍ତି ସୁଚିତେ ଗୋ, ଦେହଧାରୀ ଯେତେ ଅଛ ଜଗତେ ଗୋ। ତେଣୁ ଆପଣ ତାମସିକ ଭକ୍ତି କରୁଛନ୍ତି କି ରାଜସିକ ଭକ୍ତି କରୁଛନ୍ତି କି ସାତ୍ଵିକ ଭକ୍ତି କରୁଛନ୍ତି କି ନିର୍ଗୁଣ ଭକ୍ତି କରୁଛନ୍ତି, ତାମସିକ କର୍ମ କରୁଛନ୍ତି କି ରାଜସିକ କର୍ମ କରୁଛନ୍ତି କି ସାତ୍ଵିକ କର୍ମ କରୁଛନ୍ତି କି ନିଷ୍କାମ କର୍ମ ଆପଣ କରୁଛନ୍ତି, ନିଜକୁ ସମୀକ୍ଷା କରି ଦେଖନ୍ତୁ, ନିଜକୁ ନିଜକୁ ଆନାଲିସିସ୍ କରି ଦେଖନ୍ତୁ ଆପଣ କି ପ୍ରକାର କର୍ମ କରୁଛନ୍ତି। ଯଦି ବ୍ରାହ୍ମଣ କୂଳରେ ଜନ୍ମ ହୋଇ ମୁଁ ମାଛ ବ୍ୟବସାୟ କରୁଛି, ଚାଷ କାମ ମୁଁ କରୁଛି, ମୁଁ କ'ଣ ବ୍ରାହ୍ମଣ? ଯଦି ମୁଁ ଶୂଦ୍ର କୂଳରେ ଜନ୍ମ ହୋଇ ସାଧୁ ହେଇଛି, ନିର୍ଗୁଣ କର୍ମ କରୁଛି, ନିଷ୍କାମ କର୍ମ କରୁଛି, ସେଠି ମୁଁ କେଉଁ ପୋଷ୍ଟରେ ଅଛି? ତେଣୁ ଥରେ ଚିନ୍ତା କରନ୍ତୁ। ତାମସିକ କର୍ମ ହେଲେ ଆପଣ ସମାଜର ଯେଉଁ ନିଷେଧ କର୍ମ ଅଛି, ଯାହାକୁ ଶାସ୍ତ୍ର ନିଷେଧ କରିଛି, ଆପଣ ସେଇ କର୍ମଟି କରିବେ। ରାଜସିକ କର୍ମ, ସଂସାରରେ ବିଭିନ୍ନ ପ୍ରକାର ଭଗବାନ କର୍ମ ସୃଷ୍ଟି କରିଛନ୍ତି, ବିଭିନ୍ନ ପ୍ରକାର କର୍ମ ସୃଷ୍ଟି କରିଛନ୍ତି। ତେଣୁ ବିଭିନ୍ନ ପ୍ରକାର କର୍ମ କରିବା ପାଇଁ ଆପଣଙ୍କର ଇଚ୍ଛା ହେବ। କେତେବେଳେ ବୈଶ୍ୟ ବୃତ୍ତି କରିବି, କେତେବେଳେ ଶୂଦ୍ର ବୃତ୍ତି କରିବି, କେତେବେଳେ କ୍ଷତ୍ରିୟ ବୃତ୍ତି କରିବି, ବ୍ରାହ୍ମଣ ବୃତ୍ତି କରିବା ପାଇଁ ବା ସାତ୍ଵିକ ବୃତ୍ତି କରିବା ପାଇଁ ଇଚ୍ଛା ହେବ ନାହିଁ। ଯେଉଁମାନେ ରାଜସିକ, ଯେଉଁମାନେ ସାତ୍ଵିକ, ସେମାନେ କେବଳ ହିଁ ସାତ୍ଵିକ ବୃତ୍ତି କରିବେ। ସାତ୍ଵିକ ବୃତ୍ତି କ'ଣ? ନା ଈଶ୍ୱରୀୟ କର୍ମ କେବଳ ସେ କରିବେ, ଭଗବତ କର୍ମ କରିବେ। ଅଲଗା କୌଣସି କର୍ମ କରିବା ପାଇଁ ତାଙ୍କର ଇଚ୍ଛା ନଥିବ। ସେଥିରେ ସମ୍ମାନ ଥବ, ପଦପଦବୀ ଥବ, କାମନା, ସତ୍ କାମନା ଟିକେ ଥବ, ଅସତ୍ କାମନା ଟିକେ ନଥିବ। ମୋତେ ଟିକେ ଭଲ କୁହନ୍ତୁ, ମୁଁ ଜଣେ ଭଲ ସାଧୁ, ମୁଁ ଭଲ ପ୍ରବଚନ ଦେଇପାରୁଛି, କି ଭଲ ମୁଁ ହରିକୃଷ୍ଣ କଥା କହିପାରୁଛି, ମୁଁ ଭଲ ଭାବରେ ଠାକୁର ପୂଜା ଟିକେ କରିପାରୁଛି, ଯାହା ହଉ ସେଇଟା ସାତ୍ଵିକ ଭକ୍ତିରେ ଯାଏ, ସାତ୍ଵିକ କର୍ମରେ ଯାଏ, ତା ଦ୍ୱାରା କାହାର କିଛି କ୍ଷତି ଅନିଷ୍ଟ ହୁଏ ନାହିଁ। କିନ୍ତୁ ତା ଦ୍ୱାରା ଭଗବତ ପ୍ରାପ୍ତି ହେଇପାରେ ନାହିଁ କି ଭଗବତ ଦର୍ଶନ ହେଇପାରେ ନାହିଁ। ତାମସିକ କର୍ମରେ, ତାମସିକ ଭକ୍ତିରେ ନିମ୍ନଗାମୀ, ରାଜସିକ କର୍ମ, ରାଜସିକ ଭକ୍ତିରେ ମଧ୍ୟ ସାଧକ ଉପରକୁ ଯାଇପାରେ ନାହିଁ କି ତଳକୁ ଖସିପାରେ ନାହିଁ, ମଧ୍ୟମରେ ରହିଯାଏ। ସାତ୍ଵିକ ବୃତ୍ତିରେ, ସାତ୍ଵିକ କର୍ମରେ, ସାତ୍ଵିକ ଭକ୍ତିରେ ଯାହାକୁ ବୃତ୍ତି ତାହାକୁ କର୍ମ କୁହାଯାଏ, ସେ କ'ଣ କରେ? ଟିକେ ଉର୍ଦ୍ଧ୍ୱଗାମୀ ହୁଏ, ତାକୁ ଉଚ୍ଚ ସ୍ତର ପ୍ରାପ୍ତି ହୁଏ। ଯେଉଁମାନେ ନିର୍ଗୁଣ ଭକ୍ତି, ନିଷ୍କାମ କର୍ମ କରନ୍ତି, ସେମାନଙ୍କୁ ଭଗବତ ପ୍ରାପ୍ତି ହୁଏ। ନିଷ୍କାମ କର୍ମ, ସେମାନେ ମନରେ କୌଣସି କାମନା ନ ରଖି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେଇ ଭଗବତ ପ୍ରୀତ୍ୟା ଅର୍ଥେ 24 ଘଣ୍ଟା କେବଳ ଭଗବାନଙ୍କର କାମ କରନ୍ତି। 24 ଘଣ୍ଟା କେବଳ ଭଗବାନଙ୍କର କର୍ମ କରନ୍ତି। ଭଗବାନଙ୍କୁ କେବଳ ହିଁ ମନରେ ରଖିଥାନ୍ତି, ଭଗବାନ ସତ୍ ବୋଲି ଜାଣିଥାନ୍ତି, ତାଙ୍କୁ ଧାରଣ କରିଥାନ୍ତି, ତାଙ୍କ ପ୍ରୀତ୍ୟାର୍ଥେ ଏ ଜୀବନଟାକୁ ଉତ୍ସର୍ଗୀକୃତ କରିଦେଇଥାନ୍ତି। ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରନ୍ତି, ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଅନ୍ତି, ତାଙ୍କ ପାଇଁ
ମୁଁ ଏ ଧରାପୃଷ୍ଠକୁ ଆସିଛି ବୋଲି ବା ଜନ୍ମଗ୍ରହଣ କରିଛି ବୋଲି ସେ ମନରେ ଭାବନ୍ତି ଏବଂ ସେଇ ଅନୁସାରେ ସେ କର୍ମ କରନ୍ତି। ଆଉ କିଛି କରିପାରିବେ ନାହିଁ ସେମାନେ। ଏଠି କୌଣସି ଜାତିର କଥା କୁହାହେଇନି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କଥା କୁହାହେଇନି, ସାତ୍ତ୍ୱିକ ରାଜସିକ ତାମସିକ କଥା କୁହାହେଇଛି।